ହାଏ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ। ଆପଣ ମାନଙ୍କର ଯଦି କୌଣସି ଜାଗାରେ ଭାତୁଡି ହଉଛି କି କଣ ହଉଛି, ମୁଁ ଗୋଟେ ଆଜି ସେ ଭାତୁଡି ବିଷୟରେ କହିବାକୁ ଯାଉଛି। ଦେଖନ୍ତୁ, ମୋର ଏଇ ଜାଗାରେ ଭାତୁଡି ହେଇଛି। ଏଇଟା ବହୁତ ବଡ ହେଇଥିଲା। ମୁଁ ୟୁଟ୍ୟୁବରୁ ଦେଖିକି ମୁଁ ପରୀକ୍ଷା କଲି। ଆଉ ସେଇଟା ବି ଧୀରେ ଧୀରେ ସକ୍ସେସ୍ ହଉଛି, କଟି କଟି ଯାଉଛି। ଆଉ ମୁଁ ଆପଣଙ୍କୁ ଦେଖେଇ ଦଉଛି ସେ ଗଛଟି କୋଉ ଗଛ। ଦେଖନ୍ତୁ ଆଜ୍ଞା, ଇଏ ହଉଛି ସେଇ ଗଛ। ବାଡ ମାନଙ୍କରେ ପ୍ରାୟତଃ ବାଡ ମାନଙ୍କରେ ସିଜୁ ଲମ୍ବା ବେଲପତ୍ର ଭଳି ଟିକେ ଲମ୍ବା ପତ୍ର ସିଜୁ। ଆର କେତେ ଗୁଡିଏ ଉପକାର ଅଛି। ଆଉ ଏଇ ପତ୍ର କ୍ଷୀର ମୁଁ ଲଗେଇବାରୁ ସେ ଭାତୁଡିକି ଧୀରେ ଧୀରେ କଟି କଟି ଯାଉଛି। ଆଉ ଆପଣ ମାନେ ବି ଟ୍ରାଏ କରନ୍ତୁ। ମୁଁ ଧୀରେ ଧୀରେ ସକ୍ସେସ୍ ହେଇ ଯାଉଛି। ଆଉ ମୁଁ ଯୋଉଥିରେ ସକ୍ସେସ୍ ହଉଛି ମୁଁ ସେଇ ସବୁ ଭିଡିଓ କରୁଛି। ଆଉ ଯୋଉଗୁରା ସକ୍ସେସ୍ ନ ହେଇଛି ମୁଁ ସେ ସବୁ ଭିଡିଓ କରୁନି। କାରଣ ମୁଁ ତ ଜାଣିନି ମୁଁ କରିବି କାହିଁ, ମୁଁ କଣ ଡକ୍ଟର ନା ବୈଦ୍ୟ। ଆଉ ଏଇଟା ସକ୍ସେସ୍ ହେଲାଠୁ ମୁଁ ଭିଡିଓ କରୁଛି। ଦେଖନ୍ତୁ ଆପଣ ମାନେ ଏଇ ଗଛଟି କେତେ ଉପକାରୀ ହେଇଥାଏ। ଆଜ୍ଞା, ସେ ଭାତୁଡିଟିକୁ ଟିକେ ଦାଗେଇ ଦେବେ, ବ୍ଲଡ ଆସିବ କି ଟିକେ ଜର୍ଜ ହେଲା ପରେ ସେ କ୍ଷୀରଟିକୁ ନେଇକି ସେଇଠି ଏମିତି ଲଗାନ୍ତୁ। ସେ ଧୀରେ ଧୀରେ ଆପଣଙ୍କର କଟିଯିବ।